ओम नमो भगवते वासुदेवाय। ओम नमो भगवते वासुदेवाय। ओम नमो भगवते वासुदेवाय। 92 ଅଧ୍ୟାୟ ପାଠ କରିବା। ସୁଭଦ୍ରା ହରଣ। ମିଥିଳାପୁରରେ ଏକ ସଙ୍ଗେ ନିର୍ମି ଓ ସୂତଦେବଙ୍କ ଗୃହରେ ଶ୍ରୀକୃଷ୍ଣଙ୍କ ପଦାର୍ପଣ। 92ତମ ଅଧ୍ୟାୟ। ସୁଭଦ୍ରା ହରଣ କାହାଣୀ। ସୁଭଦ୍ରା ହରଣ କାହାଣୀ କୃଷ୍ଣ ମିଥିଳାପୁରେ ଶୁଣି ବୋଧିଲେ ନିମି ସୂତଦେବ 92ରେ ଏ ପ୍ରସ୍ତାବ। ଶୁକ ସନ୍ନିଧେ ଯୋଡ଼ି ହସ୍ତ ଆନନ୍ଦେ ବୋଲେ ପରୀକ୍ଷିତ। ରାଜା ପରୀକ୍ଷିତ ଉବାଚ ରାମ ଗୋବିନ୍ଦଙ୍କ ଭଗିନୀ ସୁଭଦ୍ରା ନାମେ ଯେ କାମିନୀ ସେ ଯେ ମୋହର ପିତାମହୀ କେମନ୍ତେ ଅର୍ଜୁନ ତା ପାଇ। ଶ୍ରୀ ଶୁକ ଉବାଚ କହନ୍ତି ବ୍ୟାସଙ୍କର ସୁତ ଶୁଣ ରାଜନ ପରୀକ୍ଷିତ ଅର୍ଜୁନ ତୀର୍ଥ ଯାତ୍ରା ଛଳେ ଭ୍ରମଇ ଅବନିମଣ୍ଡଳେ ପ୍ରଭାସ ତୀର୍ଥେ ଏକ ଦିନେ ଅର୍ଜୁନ ରହି ରାତ୍ରମାନେ ଶୁଣିଲା ଦ୍ୱାର କାରବାଣୀ ନିଜ ମାତୁଳର ନନ୍ଦିନୀ ଶଙ୍କର ଶଣ ଅନୁମତେ ଦୁର୍ଯ୍ୟୋଧନଙ୍କୁ ଦେବା ଅର୍ଥେ କାହାରି ନାହିଁ ସନମତ ଶୁଣି ବିଚାରେ ମନେ ପାର୍ଥ ସୁଭଦ୍ରା ଲଭିବାର ଆସେ ତକ୍ଷଣେ ବ୍ରହ୍ମଚାରୀ ବେଶେ ମାୟାତ୍ରୀ ଦଣ୍ଡୀ ରୂପ ଧରି ମିଳିଲା ଦ୍ୱାରକା ନଗରୀ ଆପଣା କାର୍ଯ୍ୟ ସିଦ୍ଧି ଆସେ ରହି ବରଷା 4 ମାସେ ଯାଦବେ ନିତ୍ୟେ ଅନ୍ନ ଦିଅନ୍ତି ଏକଥା ରାମ ନ ଜାଣନ୍ତି ଦିନେକ କୃଷ୍ଣ ହଳ ପାଣି ଅତିଥି ନିଜ ଘରେ ଆଣି ଶରଧା ଚିତ୍ତେ ଭିକ୍ଷା ଦେଲେ ହରଷେ ଅର୍ଜୁନ ଭୁଞ୍ଜିଲେ ଅନ୍ନ ଭୋଜନେ ବୀରମଣି ଦେଖି ବସୁଦେବ ଦୁଲଣୀ ବୀର ମୋହିନୀ ରୂପ ତାର ନାହିଁ ଭୁବନେ ପଟାନ୍ତର ସକାମ ଲୋଚନେ ଅନାଇ ହୃଦେ ଅନଙ୍ଗ ଭାବ ବହି ସ୍ୱଭାବେ ଅର୍ଜୁନ ସୁନ୍ଦର ରୂପେ କାମିନୀ ମନୋହର ସୁଭଦ୍ରା ଦେଖି ତା ବଦନ ସମ୍ଭ୍ରମେ ପୀଡ଼ିତ ମଦନ ସବ୍ରୀଡ଼ ହାସେ ମୁଖ ସୋହେ କଟାକ୍ଷେ ଜନ ମନ ମୋହେ ଅର୍ଜୁନ ଦେଖି ଅଭିରାମ ଚିତ୍ତେ ମୋହିତ ଅତି କାମ ସୁଭଦ୍ରା ରୂପେ ମନ ଦେଇ ଅର୍ଜୁନ ମନେ ବିଚାରଇ ଏମନ୍ତେ ଲଭି ବିଏ ନାରୀ ନିରତେ ଛିଦ୍ର ଅନୁସରି ଏମନ୍ତେ ଦେବ ଯାତ୍ରା କାଳେ ବନ୍ଧୁ ବାନ୍ଧବ ଜ୍ଞାତି ମେଳେ ମଙ୍ଗଳ ସୁଲଭେ କାମିନୀ ଚଳନ୍ତି ରଥେ କନ୍ୟା ଘେନି ଦ୍ୱାରକାପୁରେ ଦୁର୍ଗ ମଧ୍ୟେ ଚଳନ୍ତି ନୃତ୍ୟ ଗୀତ ବାଦ୍ୟେ ପିତା ମାତାଙ୍କ ଶୁଦ୍ଧ ଚିତ୍ତେ କୃଷ୍ଣର ଭାବ ଅନୁମତେ ଅର୍ଜୁନ ଦେଖି ଯାତ୍ରା କାଳେ କନ୍ୟା ହରିଲା ବାହୁବଳେ ଆପେ ନିଜ ରଥେ ବସି ଧନୁ ଟଙ୍କାରେ ଗୁଣ ଘୋଷି କନ୍ୟା ଆବୋରି ଥିଲେ ଯେତେ ନାନା ଆୟୁଧ ଧରି ହସ୍ତେ ତାହାଙ୍କ ଗର୍ବ ନାଶ କରି ସ୍ୱଭାବେ ଯେସନେ କେଶରୀ ପଶୁଙ୍କ ମଧ୍ୟୁ ହରେ ଯେହ୍ନେ ତା ଦେଖି ରାମ କୋପ ମନେ ଯେସନେ ପୂର୍ଣ୍ଣମାସୀ କାଳେ ସମୁଦ୍ର ଉଛୁଳେ ଉଲ୍ଲୋଳେ ରାମର କୋପ ଦେଖି ହରି ବାନ୍ଧବ ସଙ୍ଗ ତେ ବିଚାରି ବିନୟେ ରାମ ପାଦ ଧରି ରାମର କୋପ ଶାନ୍ତ କରି କୃଷ୍ଣ ବଚନେ ହଳ ପାଣି ଅନେକ ଧନ ବସ୍ତ୍ର ଆଣି ବର କନ୍ୟାର ବିଭା କାଳେ ଅନେକ ଯୌତୁକ ଦେଲେ ଅମୂଲ୍ୟ ରତ୍ନ ବସ୍ତ୍ର ଧନ ବାଜି କୁଞ୍ଜର ଦାସୀମାନ ଘେନି ଆନନ୍ଦେ କନ୍ୟାବର ମଙ୍ଗଳ ଗଲେ ନିଜ ଘର ମଙ୍ଗଳେ ଗଲେ ନିଜ ଘର କହନ୍ତି ବ୍ୟାସଙ୍କର ସୁତ କୃଷ୍ଣ ମଙ୍ଗଳ ଭାଗବତ କୃଷ୍ଣର ସଖା ପୂର୍ବ କାଳେ ବିପ୍ର ଯେ ଥିଲା ମହିତଳେ କୃଷ୍ଣରେ ଅତି ପ୍ରିୟ ଭାବ ନାମ ତାହାର ଶ୍ରୁତଦେବ ଏକାନ୍ତ ହରି ଭାବ ଭୋଳେ ସମ୍ପୂର୍ଣ୍ଣ ହୃଦୟ ନିଶ୍ଚଳେ ଯୋଗ ଇନ୍ଦ୍ରିୟ ବଳ ଜିଣି ଜଗତ ଆତ୍ମା ପରିମାଣି ମିଥିଳାପୁରେ ଗୃହାଶ୍ରମୀ ବ୍ରାହ୍ମଣ ଭାବେ ନିତ୍ୟକର୍ମୀ ଧନ ଅର୍ଜନେ ନାହିଁ ଚିତ କେବଳ ପ୍ରାଣ ଯାତ୍ରା ମାତ୍ର ଅଧର୍ମ ମାର୍ଗେ ମନେ ଭୀତ କ୍ରିୟାକଳାପ କରେ ଅଧର୍ମ ମାର୍ଗେ ମନେ ଭୀତି କ୍ରିୟାକଳାପ କରେ ନୀତି ଏମନ୍ତେ ବହୁଳା ସ୍ୱନାମ ମିଥିଳା ନଗରେ ରାଜନ ଏବେ ନିଜନ ହରି ଭାବେ
ନିର୍ଜିତ ଇନ୍ଦ୍ରିୟ ସ୍ୱଭାବେ। ତାହାଙ୍କ ଭାବ ଘେନି ହୃଦେ ଗୋବିନ୍ଦ ପରମ ଆନନ୍ଦେ। ଭକତ ଭାବେ ବସ ହରି ଉଦ୍ଧବ ସଙ୍ଗେ ଦଇତ୍ୟାରି। ଦାରୁକ ରଥ କଲା ଆଣି ମୁନିଙ୍କ ସଙ୍ଗେ ଚକ୍ରପାଣି। ରଥ ଆରୋହୀ ହୃଷିକେଶ ମିଥିଳା ନଗରେ ପ୍ରବେଶ। ନାରଦ ବାମ ଦେବ ଅତ୍ରି ବ୍ୟାସ ପରଶୁରାମ ଯତି। ଅସିତ ଦେବଳ ଆରୁଣୀ ଦେବଙ୍କ ଗୁରୁ ଶୁକ୍ରମୁନି। ଅସିତ ଦେବଳ ଆରୁଣୀ ଦେବଙ୍କ ଗୁରୁ ଶୁକମୁନି। କର୍ଣ୍ଣ ମୈତ୍ରେୟ ବୈବନ ଇତ୍ୟାଦି ବ୍ରହ୍ମ ଋଷିଗଣ। ସଙ୍ଗତେ ଘେନି ବୃଷ୍ଣୀଶ ମିଥିଳା ନଗରେ ପ୍ରବେଶ। ଶୁଣି ଗୋବିନ୍ଦ ଆଗମନ ମିଥିଳା ପଥେ ଯେତେ ଜନ। ବିବିଧ ଅର୍ଘ୍ୟ ପାତ୍ର କରେ ମିଳିଲେ କୃଷ୍ଣର ଛାମୁରେ। ଉଦୟ ଆଦିତ୍ୟ ନିକଟେ ଯେହ୍ନେ ବ୍ରାହ୍ମଣେ ଜଳ ତଟେ। ଆନର୍ତ ଧନ୍ୱ ଯେ ଜାଳଙ୍ଗ ପୁରୁ କଙ୍କ ମତ୍ସ୍ୟ ପାଞ୍ଚାଳ। କେକୟ ମଧୁ କୁନ୍ତି ଆଦି କୋଶଳ ଦେଶ ଯେ ପ୍ରସିଦ୍ଧି। ଏ ଆଦି ଯେତେ ଜନପଦେ ଗୋବିନ୍ଦ ବଦନ ଆନନ୍ଦେ। ପିବନ୍ତି ଚକ୍ଷୁ ରନ୍ଧ୍ରେ ଭରି ଅଶେଷ ତପେ ନର ନାରୀ। ତାହାଙ୍କ ପାପ ନାଶ କରି ଜଗତ ଜନ ଗୁରୁ ହରି। ଦିଗ ପୂରିତ ନିଜ ଯଶ ତାହାଙ୍କ ମୁଖୁ ହୃଷିକେଶ। ଅଶୁଭ ନାଶ ନ ମଙ୍ଗଳ ଶୁଣି ସାନନ୍ଦ ନନ୍ଦବାଳ। ସର୍ବକୁଶଳେ ସ୍ନେହ ଭରି ପ୍ରବେଶ ମିଥିଳା ନଗରେ। ମିଥିଳାପୁର ନର ନାରୀ କୃଷ୍ଣ ଆଗମ ଅନୁସରି। ମଙ୍ଗଳ ଦ୍ରବ୍ୟ ଘେନି କରେ ମିଳିଲେ କୃଷ୍ଣର ଛାମୁରେ। ଗୋବିନ୍ଦ ମୁଖ ଦେଖି ଜନେ ହୁଲ୍ଲଳ ନିଶ୍ଚଳ ନୟନେ। କର ଅଞ୍ଜଳି ଦେଇ ଶିରେ ରୋମ ହରଷ କଳେବରେ। ସକଳେ ମୁନି ଗଣ ମେଳେ ନମିଲେ କୃଷ୍ଣ ପାଦ ତଳେ। ମୈଥିଳ ସୁତ ଦେବ ବେନି ହୃଦେ ଗୋବିନ୍ଦ ଭାବ ଘେନି। ବୋଲନ୍ତି ଆଜ ଆମ୍ଭ ଗୃହେ ବିଜୟ କଲେ ଦେବରାଏ। ଏମନ୍ତେ ପରମ ଆନନ୍ଦେ ପ୍ରଣାମ କଲେ କୃଷ୍ଣ ପାଦେ। ଅତିଥି କଲେ ନିମନ୍ତ୍ରଣ ମୁନି ସଙ୍ଗତେ ନାରାୟଣ। କୃଷ୍ଣଙ୍କୁ ଆସନେ ବସାଇ ପୂଜିଲେ ଧୂପ ଦୀପ ଦେଇ। ସେବେ ନିଜନଙ୍କର ମନ ଜାଣନ୍ତି ଜଗତ ଜୀବନ। ଭାବରେ ବନ୍ଧୁ ଦାମୋଦର ମନରେ କରନ୍ତି ବିଚାର। ଦୁହିଁଙ୍କ ଘରେ ମୁହିଁ ରହି ଚିତ୍ତ ଆନନ୍ଦେ ବୋଧ ଦେଇ। ତେବେ ମୁଁ ଯିବି ନିଜପୁର ଏତେ ବିଚାରି ଚକ୍ରଧର। ଉଭୟ ଗୃହେ ଭଗବାନ ମୁନିଙ୍କି ଘେନି ଆଗମନ। ଆନନ୍ଦେ ବହୁଳାଶ୍ୱ ରାଜା ମୁନିଙ୍କି କଲେ ପାଦ ପୂଜା। ହରଷ ତନୁ ରୋମ ମୂଳେ ନୟନୁ ଅଶ୍ରୁ ଜଳ ଗଳେ। ପଖାଳି ମୁନିଙ୍କର ପାଦେ ଆନନ୍ଦେ କଣ୍ଠ ଗଦ ଗଦେ। ବିଶ୍ଵ ପବିତ୍ର ପାଦ ଜଳ କୁଟୁମ୍ବ ସଙ୍ଗେ ଘେନି ଶିର। ମୁନିଙ୍କ ଚରଣ ସମୀପେ ପୁଷ୍ପ ଚନ୍ଦନ ଧୂପ ଦୀପେ। ଅର୍ଘ୍ୟ ଗୋ ବୃକ୍ଷ ଆଦି ଦେଇ ମଧୁର ସ୍ୱରେ ବାକ୍ୟ କହି। ଆତ୍ମଦର୍ଶୀ ମୁନିଗଣେ ଆନନ୍ଦେ ବସିଲେ ଆସନେ। କୃଷ୍ଣଙ୍କୁ ଆସନେ ବସାଇ ବେନି ଚରଣ କୋଳେ ଲଇ। ପାଦ ମର୍ଦଇ ମନ ସୁଖେ କହେ କୋମଳ ବାଣୀ ମୁଖେ। ଭୋନାଥ ସର୍ବ ପ୍ରାଣୀଙ୍କର ତୁ ଆତ୍ମା ସାକ୍ଷୀ ଦାମୋଦର। ତୋର ଚରଣ ଚକ୍ଷୁ ଦ୍ୱାରେ ଦେଖିଲୁ ମନୁଷ୍ୟ ଶରୀରେ। ତୋହର କର୍ମ ଶୁଣି କର୍ଣ୍ଣେ ପ୍ରତ୍ୟକ୍ଷେ ଦେଖିଲୁ ନୟନେ। ଅନନ୍ତ ଦାତା ଜନମତ ଏତହୁଁ ପ୍ରିୟ ମୋ ଭକତ। ସତ୍ୟ କରିଲୁ ଏ ବଚନ ତେଣୁ ତୋହର ଆଗମନ। ସମଦରଶୀ ଚିତ୍ତ ଯାର ଯେ ଶାନ୍ତ ନିଷ୍କିଞ୍ଚନ ନର। ତାହାଙ୍କୁ ଦେଉ ଆତ୍ମପଦ ଆଗମ ନିଗମେ ପ୍ରସିଦ୍ଧ। ସଂସାର ପ୍ରାଣୀଙ୍କର ମଧ୍ୟେ ତୁ ନାଥ ଭୂମି ଭାରା ସାଧ୍ୟେ। ଯାଦବ ବଂଶେ ହୋଇ ଜାତ ତୋ ଯଶ ଜଗତେ ବିଖ୍ୟାତ। ତ୍ରିଲୋକ ଜନ ପାପ ନାଶେ ନିର୍ମଳ ସୁଜ୍ଞାନ ପ୍ରକାଶେ। ନମସ୍ତେ ପ୍ରଭୁ ଭଗବାନ ତୁ କୃଷ୍ଣ ବୈକୁଣ୍ଠ ଧାମ। ତୁ ନର ନାରାୟଣ ରୂପୀ ଅଶେଷ ପ୍ରାଣୀ ହିତେ ତପୀ। ଭୋନାଥ ମୁନି
ভোনাথ ঘেনি মুনিজন ମୋ ଘରେ ରହ କିଛି ଦିନ। ତୋ ପାଦର ଯେ ଦାମୋଦର ପବିତ୍ର କର ମୋର କୂଳ। ହେମନ୍ତ ରାଜା ବାକ୍ୟ ଶୁଣି ଆନନ୍ଦେ ଦେବ ଚକ୍ରପାଣି। ମିଥିଳା ନର ନାରୀଙ୍କର ପ୍ରିୟ ଭାବରେ ଚକ୍ରଧର। ରହିଲେ କେତେ ଦିନ ତହିଁ ଜନକ ପ୍ରିୟ ଭାବ ବହି। ଆନନ୍ଦେ ତେଣେ ହୃଷିକେଶ ଶ୍ରୁତଦେବ ଗୃହେ ପ୍ରବେଶ। ସ୍ୱଗୃହେ ଗୋବିନ୍ଦ ଆଗମ ଦେଖି ଶ୍ରୁତଦେବ ବିଭ୍ରମ। ନମି ଗୋବିନ୍ଦ ଶୁଦ୍ଧ ଚିତ୍ତେ ଉତ୍ତରି ତୋଳି ବେନି ହସ୍ତେ। ଆନନ୍ଦ ମନେ ନୃତ୍ୟ କରି ଭାବେ ବୋଲଇ ହରି ହରି। ଶ୍ରୀକୃଷ୍ଣ ପାଦ ପଦ୍ମ ବେନି ପୂଜିଲା ପ୍ରିୟ ଭାବ ଘେନି। ସଙ୍ଗତେ ଘେନି ନିଜ ନାରୀ କୃଷ୍ଣର ପାଦ କରେ ଧରି। ପଖାଳି ଶୀତଳ ଉଦକ ଘେନିଲା ମସ୍ତକେ। ଜଳ ସିଞ୍ଚିଲା ନେଇ ଘରେ ଯେ ଜଳେ ମନୋରଥ ପୁରେ। ସକଳ ଫଳ ଥାଇ ଯହିଁ ସେ ପାଦ ପୂଜେ ଭାବ ବହି। ସୁଗନ୍ଧ ତୃଣ ବାସ ଜଳେ ଶ୍ୟାମ ତୁଳସୀ ପଦ୍ମ ଦଳେ। ଯେ ଅବା ଥିଲା ତା ମନ୍ଦିରେ ଅର୍ଜିତ କର୍ମ ଉପହାରେ। ଆତ୍ମାର ସୁଖେ ମୁନି ମେଳେ ଦେଇ ପୂଜିଲା ଭାବ ଭୋଳେ। ବିତର୍କେ ବିଚାରଇ ଚିତ୍ତେ ପୂର୍ବେ ମୁଁ ପୁଣ୍ୟ କଲି କେତେ। ସେ ପୁଣ୍ୟ ଲଭିଲି ଏ ଗତି ମୋର ମନ୍ଦିରେ ଯଦୁପତି। ଯାର ଚରଣ ରଜନୀର ସକଳ ତୀର୍ଥଙ୍କର ଘର। ଆତ୍ମା ନିକେତ ମୁନି ମେଳେ ଗୋବିନ୍ଦ ମୋ ଗୃହ ମଣ୍ଡଳେ। ଏମନ୍ତେ କୃଷ୍ଣଙ୍କୁ ବସାଇ କର ଅଞ୍ଜଳି ଶିରେ ଦେଇ। ସୁତ କଳତ୍ର ବନ୍ଧୁ ଘେନି ଚାପଇ କୃଷ୍ଣ ପାଦ ବେନି। ବୋଲଇ କୋମଳ ବଚନ ପାଦ ପଙ୍କଜେ ଦେଇ ମନ। ଶ୍ରୁତଦେବ ଉବାଚ ଆଜ ଯେ ଧନ୍ୟ ମୋର ବଂଶ ଦେଖିଲି ପରମ ପୁରୁଷ। ଯେ ହରି ଜଗତ ଭିଆଇ ଖେଳଇ ସର୍ବ ରୂପ ହୋଇ। ନିଦ୍ରିତ ପୁରୁଷ ଯେମନ୍ତେ ସ୍ୱପ୍ନ ଦେଖଇ ନାନା ମତେ। ଚିଆଇଁ ପୁଣ ଚିତ୍ତେ ଧ୍ୟାଏ ସେ କଥା ମଣେ ମିଥ୍ୟା ପ୍ରାଏ। ତୋ ନାମ ଶୁଣନ୍ତି ଯେ କର୍ଣ୍ଣେ ନିରତେ ଗୁଣନ୍ତି ବଦନେ। ନିଶ୍ଚଳ ଧ୍ୟାନେ ମନେ ଚିନ୍ତି ତୋର ପ୍ରତିମା ଯେ ପୂଜନ୍ତି। ବିଷୟ ସଙ୍ଗ ଦୂର କରି ତୋତେ ଭାବନ୍ତି ହୃଦେ ଧରି। ତାହାଙ୍କ ହୃଦେ ତୁ ଗୋବିନ୍ଦ ପ୍ରକାଶୁ ଜଳେ ଯେହ୍ନେ ଚନ୍ଦ୍ର। କର୍ମେ ଚଞ୍ଚଳ ଯାର ଚିତ୍ତ ତାହାକୁ ଦୂର ତୁ ଅଚ୍ୟୁତ। ହୃଦରେ ଥାଇ ଦୂର ହେଉ ତୋତେ ପାଇବେ ସେବା କାହୁଁ। ତୋ ଗୁଣ ଯେହୁ ଗୁଣେ ରଟେ ତୁ ଥାଉ ତାହାର ନିକଟେ। ନମସ୍ତେ ପ୍ରଭୁ ନିରଞ୍ଜନ ଅଧ୍ୟାତ୍ମ ଜ୍ଞାନୀଙ୍କ ଜୀବନ। ଅଜ୍ଞାନୀ ଦେହବନ୍ତଙ୍କର ମୃତ୍ୟୁ ସ୍ୱରୂପ ତୁ ନିକର। କାରଣ ସଙ୍ଗେ ଅକାରଣ ଉଭୟ ଲିଙ୍ଗ ତୁ ଧାରଣ। ମାୟା ଆବୃତ୍ତେ ରୁଦ୍ଧ ଦୃଷ୍ଟି ଏଣୁ ତୋ ନାମ ରୂପ ସୃଷ୍ଟି। ମୁଁ ତୋର ଭୃତ୍ୟଙ୍କ କିଙ୍କର ଦୂରେ ମୁଁ କୋଟି କେ ଅନ୍ତର। ମୁଁ ତୋର କି କରିବି ସେବା ବିଚାରି ଆଜ୍ଞା ମୋତେ ଦେବା। ଯା ଚକ୍ଷୁ ଗୋଚରଟି ତୁହି ତାହାର କ୍ଲେଶ ଆର କାହିଁ। କହନ୍ତି ଶୁକ ମହାମୁନି ସୁତଦେବର ବାକ୍ୟ ଶୁଣି। ପ୍ରଣତ ଆରତ ନାଶନ ହରସେ ପ୍ରଭୁ ଭଗବାନ। ବ୍ରାହ୍ମଣ ହସ୍ତ କରେ ଧରି ହସି ବୋଲନ୍ତି ନର ହରି। ତୋତେ ପ୍ରସନ୍ନ ବିପ୍ରବର ମୁହିଁ ଅଇଲି ତୋର ଘର। ଏ ମୁନି ମାନଙ୍କ ମହିମା କେ କହିପାରେ ଗୁଣ ସୀମା। ଏହାଙ୍କ ପାଦ ରଜସୀରେ ଘେନି ସଂସାରୁ ପ୍ରାଣୀ ତରେ। ଦେବତା କ୍ଷେତ୍ର ତୀର୍ଥ ମାନେ ଦର୍ଶନ ସ୍ପର୍ଶନ ଅର୍ଚ୍ଚନେ। ଶୁଦ୍ଧ କରନ୍ତି ବହୁ କାଳେ ଯେ ଯାହା କର୍ମ ଫଳା ଫଳେ। ସାଧୁଙ୍କ ଦର୍ଶନ ମାତ୍ରେ ଦୁରିତ ନର ହଇ ଗାତ୍ରେ। ସକଳ ପ୍ରାଣୀ ମଧ୍ୟ ସାର ବ୍ରାହ୍ମଣ ଶରୀର ଯାହାର। ସନ୍ତୋଷ ବିଦ୍ୟା ତପ ଫଳେ କ୍ରିୟାକଳାପ ଯୋଗ ବଳେ। ବ୍ରାହ୍ମଣ ସର୍ବ ବେଦମୟ ନିଶ୍ଚୟ ମୋର ନିଜ ଦେହ। ଚତୁର ଭୁଜ ମୋର ଦେହି ଏହା ମୁଁ ପ୍ରିୟ ନ ମଣଇ। ବ୍ରାହ୍ମଣ ନିଜ ପ୍ରିୟ ମୋର ହସି ବୋଲନ୍ତି ଚକ୍ରଧର। ବ୍ରାହ୍ମଣ ଗୁରୁ ଚାରି ବର୍ଣ୍ଣେ ମୋହର ସ୍ୱରୂପ ଅଭିନ୍ନେ। ତାହା ନ ଜାଣି ମୂଢ଼ ଜନ
ପ୍ରତିମା ପୂଜେ ଦୃଢ଼ ମନ। ଏ ଚରାଚର ବିଶ୍ୱ ମଧ୍ୟେ ଦେଖନ୍ତି ଯେ ମୋତେ ଅଭେଦେ। ଏ ବିପ୍ରବରେ ଶ୍ରଦ୍ଧା ବହି ସ୍ୱଧର୍ମ ଭାବେ ପୂଜ ତୁହି। ଏହାଙ୍କୁ ସେବା କର ନିତ୍ୟେ ମୋ ଭାବ ପାଇ ବୁଝେ ମନ୍ତେ। ବିପ୍ର ସେବନେ ମୋତେ ପାଇ ଅନ୍ୟଥା କୋଟି ଯଜ୍ଞେ ନୋହି। ସୁକ କହନ୍ତି ଶୁଦ୍ଧ ମନେ ହେମନ୍ତ ବିଷ୍ଣୁର ବଚନେ। ବିପ୍ରଙ୍କୁ ପୂଜି ନୀତି ନୀତି ପାଇଲେ ଅପବର୍ଗ ଗତି। ହେମନ୍ତେ ପ୍ରଭୁ ଭଗବାନ ମିଥିଳା ରହି କେତେ ଦିନ। ତାହାଙ୍କୁ ନିଜ ଜ୍ଞାନ ଦେଇ ଦ୍ୱାରକା ଗଲେ ଭାବଗ୍ରାହୀ। ସେ ହରି ପାଦେ ଦେଇ ଚିତ୍ତ କହଇ ଦାସ ଜଗନ୍ନାଥ। ସୁଜନେ କୃଷ୍ଣ ପାଦେ ସେବ ସଂସାର ସାଗରୁ ତରିବ। इति श्रीमद्भागवते महापुराणे परमहंस संहितायां दशम स्कंदे श्रुतदेव जनक तारणम नाम 92तमो अध्यायः।